এই শব্দରୁ ଆପଣମାନେ ଜାଣିପାରୁଥିବେ ଆଉ ୟାକୁ ଦେଖିକି ବି ଜାଣିପାରୁଥିବେ ଯେ ଏଇଟା କେତେ କ୍ରିପ୍ସି ଆଉ କେତେ ଡିଲିସିୟସ୍ ହେଇଥିବ। ମୁଁ ଆଜି ଆପଣମାନଙ୍କ ସହିତ ସେୟାର କରିବି ମକାରେ ଏଇ ପକୁଡ଼ି। ଆପଣମାନେ ବେସନରେ କରୁଥିବେ, ବୁଟରେ କରୁଥିବେ, କିନ୍ତୁ ଏଇ ମୋ ଭଳି ମକାରେ ଏଇଭଳି ମୋ ଷ୍ଟାଇଲରେ ଥରେ ଏଇ ମକା ପକୁଡ଼ିକୁ କରନ୍ତୁ, ଦେଖିବେ ବହୁତ ବଢ଼ିଆ ଲାଗିବ। ଛୋଟରୁ ବଡ଼ ସମସ୍ତେ ପସନ୍ଦ କରିବେ। ଉପରୁ ପୁରା କ୍ରିପ୍ସି ରହିବ, ଭିତରୁ ପୁରା ନରମ ରହିବ। ଆପଣମାନେ ଏଇ ମକା ପକୁଡ଼ି କରିବା ପାଇଁ ଭିଡ଼ିଓଟି ପୁରା ଦେଖନ୍ତୁ। ଆଶା କରିବି ଆଜିର ଭିଡ଼ିଓ ଆପଣମାନଙ୍କୁ ପସନ୍ଦ ଆସିବ। ଏଇଠି ଦେଖନ୍ତୁ ମୁଁ ଆପଣମାନଙ୍କୁ ଗୋଟେ ଏଇଠି ପକୁଡ଼ି ମୁଁ ଏଇଠି ଭାଙ୍ଗିକି ବି ଦେଖାଉଛି ଆପଣମାନଙ୍କୁ। ଏଇଠି ଦେଖନ୍ତୁ, ଏଇଠି ଦେଖିପାରୁଥିବେ ଭିତରଟା କେତେ ନରମ ହେଇଛି ଆଉ ଉପରଟା କେତେ କ୍ରିପ୍ସି। ଆପଣମାନେ ବି ଏଇଭଳି ମକା ପକୁଡ଼ି କରନ୍ତୁ ଆଉ ଭିଡ଼ିଓଟି ପୁରା ଦେଖିବାକୁ ଅନୁରୋଧ। ଆଉ ଭିଡ଼ିଓ ଭଲ ଲାଗିଲେ ଭିଡ଼ିଓକୁ ଲାଇକ୍ କରିବେ, ସେୟାର କରିବେ, ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ। ଫେସବୁକ୍ ପେଜ୍ରେ ଦେଖୁଥିଲେ ନିଶ୍ଚିତ ଭାବରେ ଫଲୋ କରିନେବେ। ନମସ୍କାର, ଆପଣ ସମସ୍ତଙ୍କୁ ଅନେକ ଅନେକ ସ୍ୱାଗତ କରୁଛି ମୋ ଚ୍ୟାନେଲ୍ ଜୁଲିସ୍ କିଚେନ୍କୁ। ତାହେଲେ ଆରମ୍ଭ କରିବା ଆଜିର ରେସିପି। ଏଇଠି ପ୍ରଥମେ ଦେଖନ୍ତୁ ମୁଁ 2ଟା ସୁଇଟ୍ କର୍ଣ୍ଣ ନେଇଛି। ଆପଣ ଚାହିଁଲେ ଏଇଠି ଫ୍ରୋଜେନ୍ କର୍ଣ୍ଣ ବି ନେଇପାରିବେ। ଆଉ ଏଇ ସୁଇଟ୍ କର୍ଣ୍ଣଟା ମାର୍କେଟରେ ଇଜିଲି ପୁରା ମିଳିଯାଉଛି। ଏଇ ମକାକୁ ବହୁତ ସହଜ ଛଡ଼େଇବାଟା ଦେଖନ୍ତୁ। ପ୍ରଥମେ ମୁଁ ଖଣ୍ଡ କରିଦେଲି, ତାପରେ ମକାକୁ ଏମିତି ହାତରେ ଏମିତି ଛଡ଼ି ଦେଉଛି। ବହୁତ ସହଜରେ ଏଇଟା ଛାଡ଼ି ଯାଇଥାଏ ଆଉ ବହୁତ ଜଲ୍ଦି ବି ହେଇଯାଇଥାଏ। କିଛି ବେଶୀ ପରିଶ୍ରମ କରିବାକୁ ବି ପଡ଼ିବନି। ଏଇଠି ଦେଖନ୍ତୁ ସବୁଯାକ ମକା ମୁଁ ଏଇଠି ଛଡ଼େଇ ନେଇଯାଇଛି। ଏବେ କ'ଣ କରିବା ନା, ଏଇଠି ଏମିତି ମକାକୁ ଛଡ଼େଇ ସାରିଲା ପରେ ଏଇଠି ମୁଁ ନେଇଛି ଗୋଟେ ଚପର। ଏଇଠି ଚପରରେ ଆମେ ମକାକୁ ଅଳ୍ପ ଅଳ୍ପ ଦେଇକି ଚପ୍ କରିବା। ଆଉ ଏଇଠି ଦେଖନ୍ତୁ ମୁଁ ଥରକରେ କରିନି, 2-3 ଥର ହେଲା। ଆଉ ଏତିକି ମକା ପାଇଁ, 2ଟା ମକା ପାଇଁ ଏଇଠି ରସୁଣ 10ରୁ 15 କୋଲା ରସୁଣ ନେଇଛି, 2 ଇଞ୍ଚ ଖଣ୍ଡେ ଅଦା ନେଇଛି ଆଉ ଗୋଟେ କଞ୍ଚା ଲଙ୍କା ନେଇଛି। ଆପଣ କେତେ ରାଗ ଖାଆନ୍ତି ସେଇ ଅନୁସାରେ ଲଙ୍କା ନେବେ, କମ୍ ଅଧିକା କରିପାରିବେ। ଆଉ ୟାକୁ ଆମେ ଚପ୍ କରିବା, ଦରଦରା ଯେମିତି ହେବ ସେମିତି କରିବା। ଆପଣମାନଙ୍କ ପାଖରେ ଯଦି ଚପର ନଥିବ ନା, କ'ଣ କରିବେ ନା, ମିକ୍ସିଂ ଜାର୍ରେ ଟିକେ ହାଲକା ପଲ୍ସ ମୋଡ଼୍ରେ ତାକୁ ଗ୍ରାଇଣ୍ଡ କରିଦେବେ। ପାଣି ଦେଇକି ଗ୍ରାଇଣ୍ଡ କରିବେନି, ସେମିତି କରିବେ। ଆଉ ଏଠୁ ବି ପାଣି ବାହାରେ, ଆଉ ପୁରା ପେଷ୍ଟ କରିବେନି। ପଲ୍ସ ମୋଡ଼୍ରେ ଥରେ 2 ଥର ଚଲେଇ ଦେଲେ ସେ ହେଇଯିବ। ଆଉ ଏଇଠି ଦେଖନ୍ତୁ ଯେମିତି ମୁଁ ଏଇଠି ଭିଡ଼ିଓରେ ଦେଖାଉଛି ନା, ଏମିତି ପୁରା ଦରଦରା ଯେମିତି ରହିବ। ଏଇଠି ଦେଖନ୍ତୁ ମୁଁ ଏମିତି ମକାକୁ ଏଇଠି ପୁରା ଚପ୍ କରିଦେଇଛି। ଆଉ ସବୁଯାକ ଚପ୍ କଲାବେଳକୁ ମୋତେ 2ରୁ 3 ଥର ଲାଗିଗଲା। ମୁଁ ଅଳ୍ପ ଅଳ୍ପ କରିଥିଲି। ଆଉ ଅଧିକ ବି ରସୁଣ ଆଉ ଅଦା ଦେଇଦେବେନି, ନହେଲେ ଅଧିକ ରସୁଣର ଅଧିକ ହାର୍ଡ଼ ସ୍ମେଲ୍ ଆସିବ। ଆଉ ଏତିକି ମକା ପାଇଁ ଦେଖନ୍ତୁ, ଏଠି ମୁଁ ଘରେ ଯେଉଁ ନର୍ମାଲ୍ ଚାମଚ ଆମେ ୟୁଜ୍ କରୁଛନ୍ତି ନା, ସେଇ ଚାମଚରେ 4 ଚାମଚ ଦେଇଛି କର୍ଣ୍ଣଫ୍ଲୋର ଆଉ 2 ଚାମଚ ଦେଉଛି ବେସନ। ଏତିକି ମକା ପାଇଁ ଠିକ୍ ରହିବ। ଅଧିକା ଦେଇଦେବେନି, ନହେଲେ ଟାଣ ହୋଇଯିବ। ଆଉ ଏଠି ଦେଖନ୍ତୁ 2ଟା ମୁଁ ବଡ଼ ସାଇଜ୍ର ପିଆଜକୁ ଏମିତି ଛୋଟ ଛୋଟ ଲମ୍ବା ଲମ୍ବା କରିକି କାଟିଛି। ଆପଣମାନେ ଚାହିଁଲେ ବି ଏଠି ଚୁନ ଚୁନ କାଟିପାରିବେ, କିନ୍ତୁ ଅତ୍ୟଧିକ ବଡ଼ କରିକି କାଟିବେନି, ନହେଲେ ଖାଇବା ପାଇଁ ଭଲ ଲାଗିବନି। ଆଉ ଏଠି ସ୍ୱାଦ ଅନୁସାରେ ଲୁଣ ଦେଇଦେବା, 1/2 ଚାମଚର ହଳଦୀ ଗୁଣ୍ଡ ଦେଇଦେବା, ଆଉ 1 ଚାମଚ ପୁରା କାଶ୍ମୀରୀ ଲଙ୍କା ଗୁଣ୍ଡ ଦେଇଛି, ଆଉ 1/2 ଚାମଚର ଭଜା ଜିରା ଗୁଣ୍ଡ ଦେଇଛି। ଏତିକି ଦେଇକି ଆମେ ଏଠି ମିଶାଇବା। ଆପଣମାନେ ଚାହିଁଲେ ଏଠି ଗୋଟା ଜିରା ଦେଇପାରିବେ। ଗୋଟା ଜିରା ଦେଲେ ବି ଖାଇବା ପାଇଁ ବି ବହୁତ ବଢ଼ିଆ ଲାଗେ। ଆଉ ଯେହେତୁ ମୋ ପାଖରେ ଜିରା ଗୁଣ୍ଡ ଥିଲା, ଭଜା ଜିରା ଗୁଣ୍ଡ ଥିଲା, ମୁଁ ସେଇଥିପାଇଁ ଜିରା ଗୁଣ୍ଡ ଦେଇଛି, ଗୋଟା ଜିରା ଦେଇନି। ଏବେ ଏଇଠି କ'ଣ କରିବା ନା, ୟାକୁ ସାଇଡ଼୍ରେ ରଖିବା। ଆଉ ସେଇ ସମୟରେ ମୁଁ କ'ଣ କରିଥିଲି ନା, ପ୍ୟାନ୍ ବସେଇକି କିଛି ରିଫାଇନ୍ ତେଲ ମୁଁ ଏଇଠି ଗରମ କରି ନେଇଯାଇଥିଲି। ତେଲକୁ ଆମେ ବହୁତ ଗରମ କରିଦେବାନି, ମାନେ ମିଡ଼ିୟମ୍ ସାଇଜ୍ର ଗରମ କରିବା। ଆପଣମାନେ ଟିକେ ଏଇଠି ପକେଇକି ବି ଦେଖିବେ, ଏମିତି ହାଲକା ବବଲ୍ସ ବାହାରୁଥିବ ତେଲକୁ ପକାଇବେ। ଏଇଠି ଏମିତି ମକାର ଯେଉଁ ଏମିତି ବଲ୍ସ କରିକି ପକାଇବେ, ବା ଆପଣ ନର୍ମାଲି ଯେମିତି ପକୁଡ଼ି କରନ୍ତି ସେମିତି ବି ପକାଇ ପାରିବେ। ମୁଁ ଟିକେ ଏଠି ମୁଠା ସେପ୍ର କରିକି ଏଠି ପକାଇଛି। ଆଉ ତେଲ ଅତ୍ୟଧିକ ହିଟ୍ ହେଇଥିଲେ ବି ଯେମିତି କହିଲି ପକାଇବେନି। ଆଉ ପୁରା ତେଲ ଗରମ ନ ହେଇଥିବ ସେମିତି ବି ପକାଇବେନି। ତେଲ ମିଡ଼ିୟମ୍ ଫ୍ଲେମ୍ ହେଇଥିବ, ଏମିତି ଆପଣ ଟିକେ ପକାଇଦେବେ, ହାଲକା ହାଲକା ବବଲ୍ସ ବାହାରୁଥିବ ସେମିତିରେ ପକୁଡ଼ିକୁ ସବୁ ପକାଇବେ। ଆପଣ ଚାହିଁଲେ ଯେମିତି କହିଲି ଏମିତି ମୁଠା ସେପ୍ କରିକି ମୁଁ ପକାଇଛି ଏମିତି କରିପାରିବେ, ନହେଲେ ତ ଯେମିତି ନର୍ମାଲ୍ ପକୁଡ଼ି ଖାଆନ୍ତି ସେମିତି କରିପାରିବେ। ଆମେ ସାଙ୍ଗେ ସାଙ୍ଗେ ଓଲଟେଇବାନି, ଟିକେ ଉପରଟା ହେଇସାରିଲେ 2-3 ସେକେଣ୍ଡ ଗଲେ ଆମେ ଓଲଟେଇବା। ଆଉ ତାକୁ ଏମିତି ଗୋଲ୍ଡେନ୍ ବ୍ରାଉନ୍ ହେବା ପର୍ଯ୍ୟନ୍ତ ଫ୍ରାଏ କରିବା। ଆଉ ଯେମିତି କହିଲି ତେଲକୁ ପୁରା ମିଡ଼ିୟମ୍ ଫ୍ଲେମ୍ରେ ରଖିଥିବେ, ନହେଲେ ପୁରା ଉପରଟା ପୋଡ଼ିଯିବ, ଭିତରଟା ପୁରା ହେଇନଥିବ। ଏଇଠି ଦେଖନ୍ତୁ କିଛି ହେଇଗଲାଣି। ଆଉ ମୁଁ ୟାକୁ ଓହ୍ଲେଇ ଦେଇଯାଉଛି। ଏତିକି ଓହ୍ଲେଇ ସାରିଲା ପରେ ତେଲ ଯଦି ବହୁତ ଗରମ ଥିବ ତାହେଲେ ହାଲକା ଥଣ୍ଡା କରିକି ଅନ୍ୟ ସବୁକୁ ପକାଇବେ। ଆଉ ଯଦି ଥଣ୍ଡା ଥିବ ହାଲକା ଗରମ କରିକି ପକାଇବେ। ଆଉ ପୁରା ଅତ୍ୟଧିକ ହିଟ୍ ତେଲରେ ପକାଇ ଦେବେନି, ନହେଲେ ଉପରଟା ପୋଡ଼ିଯିବ, ଭିତରଟା ସିଝିବନି। ଏଠି ଦେଖନ୍ତୁ ମୁଁ ଆଉ କିଛି ବି ପକାଇ ଦେଇଛି। ପ୍ରଥମ ବ୍ୟାଚ୍ ହେଇସାରିଲା ପରେ ମୁଁ ଏତିକି ପକାଇଛି। ଆଉ ଏଇଟା ବି ଟିକେ ଉପରଟା ହେଇସାରିଲେ ଆମେ ଓଲଟେଇବା। ଆଉ ଗୋଟେ କଥା, ଆପଣଙ୍କ କଡ଼େଇରେ ଯେତିକି ଧରୁଛି ଆପଣ ସେତିକି ପକାଇବେ, ଏକାଥରେ ବହୁତ ସାରା ପକାଇ ଦେବେନି, ନହେଲେ ଲାଗିଯିବ ଆଉ ସିଏ ହେଇପାରିବନି। ଏଇଠି ଦେଖନ୍ତୁ ଏଗୁଡ଼ା ବି ହେଇଗଲାଣି। ଏଇସବୁକୁ ବି ମୁଁ ଏଇଠି ବାହାର କରି ନେଇଯାଉଛି।
ଆଉ ଏଇଠି ମୁଁ କ'ଣ କରିଥିଲି ନା 4ଟା ଖଣ୍ଡେ ଲଙ୍କାକୁ ମଝିରୁ ଚିରିକି ମୁଁ ଏଇଠି ଫ୍ରାଏ କରିଦେଇଥିଲି। ଲଙ୍କାକୁ ଚିରିକି ଫ୍ରାଏ କରିବେ, ନହେଲେ ସିଏ ଛିଟା ମାରିବ। ଆଉ ଏଇଠି ଲଙ୍କାକୁ ଫ୍ରାଏ କରିସାରିଲା ପରେ ଆପଣମାନେ ଚାହିଁବେ ଯଦି ଏଇଠି ଭୃସଙ୍ଗା ପତ୍ର ବି ଫ୍ରାଏ କରିପାରିବେ। ଏଇଠି ଆମର ରେଡ଼ି ହେଇଗଲା ସୁପର କ୍ରିପ୍ସି ଆଜିର ଏଇ ମକା ପକୁଡ଼ି। ଆପଣମାନେ ବି ଏଇ ମକା ପକୁଡ଼ି ଏମିତି ମୋ ଉପାୟରେ ଥରେ କରନ୍ତୁ, ଦେଖିବେ ବହୁତ ବଢ଼ିଆ ଲାଗିବ। ଆଉ ଗୋଟେ ଭିଡ଼ିଓ ସହିତ ପୁଣି ଆସିବି। ଆଜି ପାଇଁ ରହୁଛି, ନମସ୍କାର, ଜୟ ଜଗନ୍ନାଥ।